ଚଲାପଥ ତାର ଦୈହିକ ସୌନ୍ଦର୍ଯ୍ୟରେ ଆବିର୍ଭୂତ ହୋଇ ବନ୍ଧୁ ମହଲରେ ଏବଂ ଅଫିସ ପାର୍ଟିରେ ପ୍ରଶଂସା ସାଉଟିବା ଲୋଭରେ ବିନା ଯୌତୁକରେ ନିଜ ମହାନତାର ପରିଚୟ ଦେଇ ନିଜଠାରୁ 12 ବର୍ଷ ସାନ ଯୁବତୀକୁ ବିବାହ କରି ମହା ଆନନ୍ଦିତ। ଆଉ ସିଏ ଏଇ ଯିବୁ କିଲୋ। ହଠାତ୍ ବ୍ରେକ୍ କଷିଲା ବାଇକ୍ଟିଏ ତାର ଅତି ନିକଟରେ। ହେଲମେଟ୍ ଭିତରୁ ଚାଳକଟିର ମୁହଁ ଏବଂ ଚାହାଣୀରେ ଅଦ୍ଭୁତ ଅଭଦ୍ରାମୀ। ଚମକିଗଲା ଝୁମୁକି। ଶିହରଣ ଖେଳିଗଲା ଦେହ ସାରା। ମୁହଁ ଖୋଲି ଆର୍ତ୍ତନାଦ କରିବାକୁ ଯିବା କ୍ଷଣି ସେ ଅନୁଭବ କଲା ତା ନରମ କୋମଳ ବାହୁ କାହାର ଶକ୍ତ ମୁଠା ଭିତରେ ଆବଦ୍ଧ। ସମ୍ପୂର୍ଣ୍ଣ କାହାଣୀଟା କ'ଣ ଆସନ୍ତୁ ଶୁଣିବା। ଏମିତି ଭାବରେ ଟ୍ରାଫିକ୍ ସିଗ୍ନାଲରେ ବସ୍ରୁ ଓହ୍ଲେଇ ପଡ଼ିବାର କୌଣସି ପୂର୍ବ ଯୋଜନା ନଥିଲା ଝୁମୁକିର। ଏ ଜାଗାକୁ ସେ ଜାଣେ ବା କେତେ। ଏ ସହରରେ ସେ ମାତ୍ର 2 ବର୍ଷର ପୁରୁଣା। ଗୁଡ଼ାଏ ଗାଡ଼ିର ଗୋଟିଏ ସମୟରେ ହର୍ନ ଶବ୍ଦ ଶୁଣି ହଠାତ୍ ପ୍ରକୃତିତ ହୋଇ ଚାରିଆଡ଼କୁ ଚାହିଁ ଦେଖିଲା ସେ ସେହି ସ୍ଥାନରେ ହିଁ ଏଯାଏ ଛିଡ଼ା ହୋଇ ରହିଛି। ବସ୍ରୁ ଓହ୍ଲେଇବା ପରଠାରୁ କିଛି ଭାବି ନ ପାରି ହଠାତ୍ ଫୁଟପାଥ ଉପରକୁ ଉଠିଗଲା। ହାତ ଗଡ଼ିକୁ ଚାହିଁଲା। ସମୟ ରାତି 7:30। ବସ୍ଟି ତାକୁ ଓହ୍ଲେଇ ଦେଇ ଅଦୃଶ୍ୟ ହୋଇଗଲାଣି ତା ଗନ୍ତବ୍ୟ ପଥରେ। ଏହି ସିଗ୍ନାଲରେ ସେ ନିଜେ ଜାଣିକରି ଓହ୍ଲେଇ ନଥିଲା। ଘର ଲେଉଟାଣି ସମୟ ହେତୁ ବସ୍ରେ ସାମାନ୍ୟ ଭିଡ଼ ଥିଲା। ସେ ରେଲିଂ ଧରି ଛିଡ଼ା ହୋଇ ଯାତ୍ରା କରୁଥିବା ବେଳେ କିଛି ଅଫିସ ଫେରନ୍ତା ଯୁବକ ଯୁବତୀ ନିଜ ସୌଜନ୍ୟତାରୁ ତାକୁ ଏକ ପ୍ରକାର ଠେଲି ନେଇ ବସ୍ର ଦ୍ୱାର ଦେଶରେ ପହଞ୍ଚାଇ ଦେଇଥିଲେ ଏବଂ ସେମାନଙ୍କର ଦେହର ଚାପ ଯୋଗୁଁ ସେ ଯନ୍ତ୍ରଚାଳିତ ଭାବରେ ଓହ୍ଲେଇ ମଧ୍ୟ ପଡ଼ିଥିଲା। ଏସବୁ ଘଟିଗଲା ଯେତେବେଳେ ସେ ଭାବନା ରାଜ୍ୟରେ ବୁଡ଼ି ବସ୍ ଭିତରୁ ବ୍ରିଜ୍ ଉପରୁ ମହାନଦୀକୁ ଠାବ କରିବାର ଚେଷ୍ଟାରେ ମଗ୍ନ ଥିଲା ଘନ ଅନ୍ଧାର ଭିତରେ। ଚାରିଆଡ଼କୁ ଆଖି ପହଁରେଇ ଆଣିଲା। ତା ସାମ୍ନାରେ ଏକ ବିରାଟ 4 ଛକ। ତା ମୁହଁ ସିଧା ରାସ୍ତାଟି ଯାଉଥିଲା ନିତ୍ୟାନନ୍ଦପୁର ବସ୍ ଛକ। ଯେଉଁ ବସ୍ରେ ସେ ବସିଥିଲା ତାର କଣ୍ଡକ୍ଟର ଡାକିବାରେ ସେ ଶୁଣିଛି ଡାହାଣ ହାତୀ ରାସ୍ତା ହୁଏତ ଷ୍ଟେସନ ଆଡ଼କୁ ଯାଉଛି। ବସ୍ ଗୁଡ଼ିକର ଲେଖାରୁ ଠଉରେଇଲା ସିଏ। କିନ୍ତୁ ବାମ ହାତୀ ରାସ୍ତା ବିଷୟରେ ସନ୍ଦିହାନ ହୋଇ ରହିଲା। ଅନେକ ସମୟ ଛିଡ଼ା ହୋଇ ରହିଲା ସେ ସେଇଠାରେ। ସିଗ୍ନାଲର ନାଲି, ହଳଦିଆ ଏବଂ ସବୁଜ ରଙ୍ଗ ତ୍ରୟ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଆସି ବାହନମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଥିବାର ଦୃଶ୍ୟ ବେଶ୍ ରୋଚକ ଥିଲା ତା ପାଇଁ। ଓ ମ୍ୟାଡ଼ାମ, ଟିକେ ଦୋକାନ ଆଗରୁ ସାଇଡ଼ ହୋଇ ଛିଡ଼ା ହୁଅନ୍ତୁ। ଏହା ଶୁଣି ପଛକୁ ଚାହିଁ ଦେଖିଲା ଧଳା ନିଶବାଲା ଅଧା ବୁଢ଼ା ଲୋକଟିଏ ଏବଂ ଶୈଳୀରେ ବିରକ୍ତ ପ୍ରକାଶ କରୁଥିଲା ଦୋକାନୀଟି। ତାର ଇଚ୍ଛା ହେଉଥିଲା ସେ କହିବ, ମୁଁ ଜଣେ ଲୋକ ଦୋକାନ ଆଗରେ ଛିଡ଼ା ହୋଇଗଲେ ଏତେ ଭିଡ଼ ହୋଇଯାଉଛି। କିନ୍ତୁ ଦୋକାନୀଟିକୁ ଚାହିଁଦେଲା କ୍ଷଣି ତାର ଯେମିତି ଭାବାନ୍ତର ହେଲା। ଆହା, କି ମନଲୋଭା ଫୁଲ ଗୁଡ଼ିଏ! ଗୋଲାପ, ରଜନୀଗନ୍ଧା, ମନ୍ଦାର ଇତ୍ୟାଦି ଫୁଲରେ ଭରପୁର ଦୋକାନଟି। ହେଲେ ବାସ୍ନା କାହିଁ? ମନେ ମନେ ହସିଲା। ଭାବିଲା ରାଜଧାନୀର ରାସ୍ତା କଡ଼ରେ ଧୂଳି ଧୂଆଁ ଏ ପ୍ରଦୂଷଣର ପ୍ରଗାଢ଼ ରାଜତ୍ୱ ଭିତରେ ଏ କମନୀୟ ଫୁଲମାନଙ୍କର ବାସ୍ନା କେତେ ଦେ ସେମାନେ ନିଜ ବାସ ଚହଟାଇବେ। ଛୋଟ ବଡ଼ ଦୋକାନ ଗୁଡ଼ିକ ବେଶ୍ ଲଗାଲଗି। 2-4ଟା ଡ୍ରେସ୍ ଦୋକାନ, ତା ପାଖକୁ ଗାଙ୍ଗୁରାମ ମିଠା ଦୋକାନ, ତା ପାଖରେ ଶାକାହାରୀ ରେସ୍ତୋରାଁଟିଏ। ଅନତି ଦୂରରେ ଫୁଟପାଥର ମଝାମଝି ଗୋଟେ ଦୋକାନରେ ଭାରି ଭିଡ଼ ଜଣାପଡ଼ୁଛି। ଲୋକଟି ସୁପ୍ ଓ ମୋମୋ ବିକୁଛି ବୋଧେ। ଶୀତ 4 ମାସେ ଏମାନଙ୍କ ବ୍ୟବସାୟ ବେଶ୍ ଭଲ ଜମେ। ଚାଲିବାକୁ ଆରମ୍ଭ କଲା। ଏବେ ପୁଣି କିଏ ତାକୁ ଦୋକାନ ଆଗରେ ଛିଡ଼ା ହୋଇ ଭିଡ଼ କରୁଛି ବୋଲି କହିବା ଆଗରୁ ଅନ୍ତତଃ ଜାଗାଟିଏ ଉଚିତ ହେବ ବୋଲି ଭାବି କିଛି ଦୂର ଚାଲିବା ପରେ ଦୋକାନୀଟିଏରୁ ବାମ୍ଫ ଉଠା ଅଦା ଗୁଜୁରାତି ସୁବାସିତ ଚାହାର ଲୋଭ ସମ୍ଭାଳି ନ ପାରି ସେଇଠାରେ ହିଁ ଅଟକିଗଲା। ଛୋଟ ଚାହା ଦୋକାନଟି ଏକ ଗଳିର ପ୍ରାରମ୍ଭରେ। ସାମ୍ନାରୁ ଗୋଟିଏ କେବଳ ବ୍ୟାଙ୍କ ପରୀକ୍ଷା ପାଇଁ ଷ୍ଟୁଡେଣ୍ଟମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପୁସ୍ତକାଳୟ ପରେ ପରେ ଡିସେମ୍ବର ମାସର ଶୀତୁଆ ରାତି ଉପରେ ନିଜର ପ୍ରଭାବ ବିସ୍ତାର କରୁଥାଏ। କଫେ ଚାହା ପିଇଲା ଧୀରେ ଧୀରେ, ଖୁବ୍ ସମର୍ପଣର ଭାବ ନେଇ। ଯେମିତି ଏହି ବଢ଼ନ୍ତା ଶୀତଳ ରାତିରେ ଅଦା ଗୁଜୁରାତି ତାର ପ୍ରତ୍ୟେକ ଚୁମୁକକୁ କେବଳ ସ୍ୱାଦ ଗ୍ରନ୍ଥିରେ ନୁହେଁ ବରଂ ନିଜ ଅନ୍ତର ଭିତରେ ଅନୁଭବ କରିବାକୁ ଚାହୁଁଛି। କିଛି ସମୟ ପରେ ଆଉ କପେ ମାଗିଲା। ଘଡ଼ି ଦେଖିଲା, ସମୟ ରାତି 9:30। ଦୋକାନୀ ଚାହା କପ୍ ହାତକୁ ବଢ଼ାଇ ଦେଇ କହିଲା, ମ୍ୟାଡ଼ାମ, ବସିକରି ଚାହା ପିଅନ୍ତୁ। ଏବଂ ଖୁବ୍ ଭଦ୍ରାମୀରେ ଦୋକାନ ସାମ୍ନାରେ ପଡ଼ିଥିବା ବେଞ୍ଚର ଖାଲି ସ୍ଥାନକୁ ଦେଖାଇଦେଲା। ଅନେକ ଭିଡ଼ ଧରି
ଛିଡ଼ା ହୋଇ ଥକି ଯାଇଥିଲେ ସେ। ଅଗତ୍ୟା ବସି ପଡ଼ିଲା। ଦୁଇଟା ଭିକାରୀ ଛୁଆ ଆସି ହାତ ପତେଇଲେ ତା ଆଗରେ। ହ୍ୟାଣ୍ଡବ୍ୟାଗରୁ କାଢ଼ି କଏନ୍ ଦୁଇଟା ବଢ଼େଇ ଦେଲା ତାଙ୍କ ଆଡ଼କୁ। 4 ଜଣ ଯୁବକ ଯୁବତୀ ପୁସ୍ତକାଳୟରୁ ବାହାରି ଆସି ଚାହା ଦୋକାନ ସାମ୍ନାରେ ଛିଡ଼ା ହେବା ମାତ୍ରେ ଦୋକାନୀ ତା ପିଲା ହାତରେ ଦୋକାନର ଭିତର ପାଖରେ ବଡ଼ କଡ଼େଇରେ ଆଉଟା ହେଉଥିବା କ୍ଷୀରରୁ 4 ଗ୍ଲାସ ପଠାଇଦେଲା। ସେମାନେ ବୋଧହୁଏ ନିୟମିତ ଗ୍ରାହକ। ଆଉଟା ଗାଢ଼ ସରପକା କ୍ଷୀରର ବାସ୍ନା ଖୁବ୍ ଲୋଭନୀୟ ଲାଗୁଥିଲେ ବି ମୋର ପିଇବାର ଅଭ୍ୟାସ ନାହିଁ ରାତିରେ, ତେଣୁ ତହିଁଠାରେ ମନୋଯୋଗ ନ ଦେବାକୁ ଠିକ୍ ମଣିଲି। ଭିକ ମାଗୁଛ? ଲାଜ ଲାଗୁନି? ଖଟି କରି ଖାଉନ? ନାରୀ କଣ୍ଠ ଶୁଣି ଝୁମୁକି ଚାହିଁଲା ପଛକୁ। ଅନତି ଦୂରରେ ଜଣେ ସାଲୁଆର ପିନ୍ଧା ଯୁବତୀ ତା ଆଡ଼କୁ ପଛ କରି କିଛି ସମୟ ପୂର୍ବରୁ ଭିକ ମାଗୁଥିବା ଛୁଆ ଦୁଇଟିକୁ ତାଗିଜ କରୁଥିଲା ସାମାନ୍ୟ ଉଚ୍ଚ ସ୍ୱରରେ। ଏଇ ନିଅ ପଇସା, ଯାଅ ଏଠୁ ସବୁ। ଭିକାରୀ ଛୁଆ ଦୁଇଟି ସେଠାରୁ ଦୌଡ଼ି ପଳାଇଲେ। ନାରୀ କଣ୍ଠ ବି ସେହି ଦିଗରେ ଆଗକୁ ବଢ଼ିଲା। ଚାହା ଦୋକାନୀ ଓ ଦୋକାନୀ ପିଲା ହସିଲେ। ଦୋକାନୀଟିରେ ଚାହା ଓ କ୍ଷୀର ପାଇଁ ଭିଡ଼ ବଢ଼ୁଥିଲା। ଅନେକ ସମୟ ଧରି ବେଞ୍ଚର ଗୋଟିଏ ସ୍ଥାନ ଅକ୍ତିଆର କରି ରଖିଥିବାରୁ ବିବେକ ଦଂଶନ ଯୋଗୁଁ ଅନିଚ୍ଛାରେ ସ୍ଥାନ ଛାଡ଼ିବା ଉଚିତ ମଣିଲା ଝୁମୁକି। କେଉଁ ଜାଗାକୁ ଯିବ ଝିଅ? ସ୍ୱର ଶୁଣି ପଛକୁ ଫେରି ଚାହିଁଲା। କିଛି ସାହାଯ୍ୟ ଦରକାର ହେଲେ କହିବ। ବଦାନ୍ୟତା ଦେଖାଇ କହିଲା ଅପେକ୍ଷାକୃତ ବୟସ୍କ ଚାହା ଦୋକାନୀ। ଓଡ଼ିଆ ଶବ୍ଦ ଉଚ୍ଚାରଣର ସ୍ୱତନ୍ତ୍ର ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ସେ ବରହମପୁର ପଟୁ ଲୋକଟି ବୋଲି। ରାତି ଅନେକ ହେଲାଣି। ରାସ୍ତା କଡ଼ରେ ଏମିତି ଛିଡ଼ା ହୋଇ ରହିବା ତୁମ ପକ୍ଷେ ଠିକ୍ ନୁହେଁ। ଯେଉଁ ସ୍ଥାନକୁ ଯିବା କଥା ଶୀଘ୍ର ଯାଅ। କାହାର ପ୍ରତୀକ୍ଷାରେ ଅଛ? ଚାହା ଦୋକାନୀର ମୁହଁରେ ଚିନ୍ତା ଥିଲା ତା ପାଇଁ। ଅଚିହ୍ନା ହେଲେ ବି ଶୁଭକାଙ୍କ୍ଷୀ ଭଳି ମନେ ହେଲା। ଆନ୍ତରିକତା ବଦଳରେ କୃତଜ୍ଞତା ଭରା ଚାହାଣୀ ଏବଂ ହସଟିଏ ମାତ୍ର ଦେଇପାରିଲା ଝୁମୁକି। ଉତ୍ତର ନ ପାଇ ଦୋକାନୀ ଫେରିଗଲା ଦୋକାନକୁ। କିନ୍ତୁ କ'ଣ ବା ସାହାଯ୍ୟ କରିପାରିଥାନ୍ତା ସିଏ ତାକୁ? ଏ ଦୁନିଆରେ କେଉଁ ସ୍ଥାନ ଅଛି ତା ପାଇଁ ଯେ ସେ ଯିବ? ପ୍ରତୀକ୍ଷା ସେ କରିବ କାହାକୁ? ଲୋକଟି ବା କାହୁଁ ଜାଣିବ ଯେ କିଛି ଘଣ୍ଟା ପୂର୍ବରୁ ବ୍ରିଜ ଉପରୁ ସେ ମହାନଦୀକୁ ଅନ୍ଧାରରେ ଖୋଜୁଥିଲା ତାର ସୌନ୍ଦର୍ଯ୍ୟ ପରଖିବା ପାଇଁ ନୁହେଁ, ବରଂ ସେଠିକୁ ଡେଇଁ ଏ ଜୀବନରୁ ମୁକ୍ତି ପାଇଗଲେ କେମିତି ହୁଅନ୍ତା ବୋଲି ଭାବି। ତା ଆଗରେ ରାଜଧାନୀ ଧୂଆଁମୟ ହୋଇ ଉଠୁଥାଏ ଡିସେମ୍ବର ମାସର କୁହୁଡ଼ି ଏବଂ ଧୂଳି ଧୂଆଁର ସମିଶ୍ରଣରେ। ଶୀତର ପ୍ରକୋପ ବଢ଼ୁଥାଏ ଧୀରେ ଧୀରେ। ବ୍ୟାଗରୁ ଶାଲ କାଢ଼ି ମୁଣ୍ଡରେ ଛୋଟ ଓଢ଼ଣୀ ପକାଇଲା। ପୁସ୍ତକାଳୟର ବାହାରକୁ ଦୃଶ୍ୟମାନ ବିରାଟ କାନ୍ଥ ଘଣ୍ଟାରେ ସମୟ ରାତି 10:30। ମୋବାଇଲ ଫୋନର ଆବଶ୍ୟକତା ଅନୁଭବ ହେଲା ତାର। ବ୍ୟାଗରେ ହାତ ପୁରାଇ ପୁଣି ଫେରାଇ ଆଣିଲା। ନା, ଫୋନ ସେ ଅଫିସରେ ଛାଡ଼ି ଆସିଛି। ଅଜାଣତରେ ନୁହେଁ, ବରଂ ଜାଣି ଜାଣି ଟେବୁଲ ଉପରେ ଛାଡ଼ିବା ବେଳେ ଡ୍ରୟର ଟାଣି ସେଥିମଧ୍ୟକୁ ଗଳେଇ ପକାଇଛି ସୁଇଚ୍ ଅଫ୍ କରି, ସହକର୍ମୀମାନଙ୍କର ଅଲକ୍ଷ୍ୟରେ। ନା ସେ କାହା ସହ ଯୋଗାଯୋଗ କରିବାକୁ ଚାହୁଁଛି, ନା ସେ ଚାହୁଁଛି ରଞ୍ଜନ ତା ସହ ଯୋଗାଯୋଗ କରନ୍ତୁ। ଘରକୁ ନ ଫେରିବାକୁ ଏବଂ କୌଣସି ଏକ ଅଜ୍ଞାତ ସ୍ଥାନକୁ ଚାଲିଯିବାକୁ ଆଜି ସେ ଦୃଢ଼ ପ୍ରତିଜ୍ଞ, ଯେଉଁଠାରେ କି ସିଏ ଥିବ ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ଅଚିହ୍ନା, ଅଜଣା। ବ୍ରଜରାଜପୁର ଅଫିସରୁ ବାହାରି ଜଗତପୁର ପାଇଁ ବସ୍ ନ ଧରି ସେ ବିପରୀତ ଦିଗକୁ ଯିବା ପାଇଁ ଆସୁଥିବା ବସ୍ରେ ଚଢ଼ିଯାଇଛି। ଏଠି ରସୁଲଗଡ଼ ଟ୍ରାଫିକ୍ ସିଗ୍ନାଲରେ ଭାଗ୍ୟ ବା ଦୁର୍ଭାଗ୍ୟବଶତଃ ଓହ୍ଲେଇ ପଡ଼ିଛି। ବସ୍ ଦେଖି ଭାବୁଛି ଏଠୁ ସିଧା ରେଲୱେ ଷ୍ଟେସନ ଯାଇ ଯେକୌଣସି ଏକ ଟ୍ରେନରେ ଯେକୌଣସି ବଗିର ଯେକୌଣସି ସିଟ୍ ଉପରେ ବସିଯିବ କି ବିନା ଟିକେଟରେ? ନା ବସ୍ ଧରି ଚାଲିଯିବ ବରମୁଣ୍ଡା ବସ୍ ଷ୍ଟାଣ୍ଡ। ଆଗରେ ଷ୍ଟେସନକୁ ଯିବା ପାଇଁ ଅଟୋ ଦୃଶ୍ୟମାନ ହେଉଛି ତାକୁ। ଯେକୌଣସି ମାଧ୍ୟମରେ ସେ ପହଞ୍ଚି ଯାଇପାରିବ ଭାରତର କେଉଁ ଏକ ଅଜ୍ଞାତ କୋଣରେ, ଯେଉଁଠି ନା ସେ ଚିହ୍ନେ କାହାକୁ, ନା କେହି ତାକୁ। ସଜାଡ଼ି ନେବ ଆଉ ସମ୍ଭାଳି ନେବ ନିଜକୁ ଏକା ଏକା। ଆଦରି ନେବ ଭାଗ୍ୟକୁ, ଆବୋରି ନେବ ତା ଭାଗର 2 ଗଜ ପୃଥିବୀକୁ, ଚାଖଣ୍ଡେ ଆକାଶକୁ। ସାରା ଜୀବନ ସାବତ ମା'ର କୁଣ୍ଠିତ ସ୍ନେହ ଏବଂ କୃତ୍ରିମ ଅଭାବ ଅନଟନ ଭିତରେ ମାଡ଼ି ମକୁଟି ହୋଇ ବି ପାଠ ପଢ଼ି ଭଲ ଡିଗ୍ରୀଟିଏ ପାଇପାରିଥିବା ହେତୁ ଆଜି ଚାକିରି ଖଣ୍ଡିଏ କରିପାରିଛି। ଆଗକୁ ବି କରିପାରିବ, ସମ୍ଭାଳିବ ନିଜକୁ। କଟକ ଭଳି ସହରରେ ରଞ୍ଜନଙ୍କ ଭଳି ଯୋଗ୍ୟ ଚାକିରିଆ ବର ଯୋଗାଡ଼ କରିଦେଇ ବାପା ଓ ସାବତ ମା' ତାଙ୍କ ନିଜ 4 ପ୍ରାଣୀ କୁଟୁମ୍ବର
ସଂସାରରେ ସୁଖୀ। ତାର ଦୈହିକ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ବନ୍ଧୁ ମହଲରେ ଏବଂ ଅଫିସ ପାର୍ଟିରେ ପ୍ରଶଂସା ସାଉଁଟିବା ଲୋଭରେ ବିନା ଯୌତୁକରେ ନିଜ ମହାନତାର ପରିଚୟ ଦେଇ ନିଜଠାରୁ 12 ବର୍ଷ ସାନ ଯୁବତୀକୁ ବିବାହ କରି ରଞ୍ଜନ ମଧ୍ୟ ମହା ଆନନ୍ଦିତ। ଆଉ ସିଏ ଏଇ ଯିବୁ କିଲୋ? ହଠାତ୍ ବ୍ରେକ୍ କସିଲା ବାଇକଟିଏ ତାର ଅତି ନିକଟରେ। ହେଲମେଟ୍ ଭିତରୁ ଚାଳକଟିର ମୁହଁ ଏବଂ ଚାହାଣୀରେ ଅଦ୍ଭୁତ ଅଭଦ୍ରାମୀ। ଚମକିଗଲା ଝୁମୁକି। ନାଗସାପ ଦେଖିଲା ପରି ଶିହରଣ ଖେଳିଗଲା ଦେହ ସାରା। ମୁହଁ ଖୋଲି ଆର୍ତ୍ତନାଦ କରିବାକୁ ଯିବା କ୍ଷଣି ସେ ଅନୁଭବ କଲା ତା ନରମ କୋମଳ ବାହୁ କାହାର ଶକ୍ତ ମୁଠା ଭିତରେ ଆବଦ୍ଧ। ଚାଲ ଚାଲ ବାହାର ଏଠୁ, ନହେଲେ ପୋଲିସ ଡାକିବି ଏବେ। ଅତି ନିକଟରେ ତା ବାହୁକୁ ଧରି ଛିଡ଼ା ହୋଇଥିଲା ସେଇ ଯୁବତୀଟି, ଯିଏ କିଛି ସମୟ ଆଗରୁ ଭିକାରୀ ଛୁଆ ଦୁଇଟିଙ୍କୁ ତାଗିଦ କରୁଥିଲା ଭିକ ନ ମାଗିବା ପାଇଁ। ବାଇକ୍ ଚାଳକ ଦୁହିଁଙ୍କ ଉପରେ ତୀର୍ଯ୍ୟକ ଦୃଷ୍ଟି ହାଣି ଆକ୍ସିଲେଟର ମୋଡ଼ିଲା। କାହିଁକି ଛିଡ଼ା ହୋଇଛ ଏଠି? ସହରରେ ନୂଆ, କୁଆଡ଼େ ଯିବ? ଅନେକ ସମୟ ଧରି ଦେଖୁଛି ତୁମକୁ। ଝୁମୁକି ଅନୁଭବ କଲା ଯୁବତୀର ମୁଖମଣ୍ଡଳରେ ତାକୁ ନେଇ ଚିଡ଼ିଚିଡ଼ି ଭାବ ଏବଂ ତାର କହିବାର ଶୈଳୀ ମଧ୍ୟ ଅତୀବ ବିଚିତ୍ର। ଏକ ତୀବ୍ର ପରଫ୍ୟୁମର ମହକ ସଞ୍ଚରିଗଲା ଝୁମୁକି ଘାଣେନ୍ଦ୍ରିୟକୁ। ଯୁବତୀଟି ଆଡ଼କୁ କ୍ଷଣେ ମାତ୍ର ଚାହିଁ ଭୀଷଣ ବିରକ୍ତି ଓ ଘୃଣାରେ ମୁହଁ ବୁଲାଇ ନେଲା। ହାତ ଘଣ୍ଟା ଦେଖ, ରାତି 11ଟା ହେବାକୁ ଯାଉଛି। ଭଲ ଘରର ସ୍ତ୍ରୀ ଲୋକମାନେ ଏ ସମୟରେ ରାସ୍ତା କଡ଼ରେ ଛିଡ଼ା ହେବା କ'ଣ ଠିକ୍? ଆଉ ତୁମ ପରି ଯୁବତୀମାନେ? କଣ୍ଠସ୍ୱର ଟାଣ କରି କହିଲା ସେ ଅପେକ୍ଷାକୃତ ଉଚ୍ଚ ସ୍ୱରରେ ଏବଂ ଯୁବତୀଟିର ଶକ୍ତ ହାତ ମୁଠାରେ ଏଯାଏଁ ଆବଦ୍ଧ ଥିବା ତା ବାହୁକୁ ସାମାନ୍ୟ ବଳ ପ୍ରୟୋଗ କରି ଖସାଇ ଆଣି ଲମ୍ବା ପାଉଣ୍ଡ ପକାଇ ଖଣ୍ଡେ ଦୂରକୁ ଘୁଞ୍ଚିଗଲା। ଯୁବତୀ ବିନା ପ୍ରତିକ୍ରିୟାରେ ମୁହଁ ବୁଲାଇ ପଛକୁ ଫେରି ଚାଲିଗଲା ଏବଂ ଝୁମୁକି ସେଇଟାରେ ହିଁ ଛିଡ଼ା ହୋଇ ରହିଲା କିଛି ବେଳ। ଝିଅ, ମୁଁ ଦୋକାନ ବନ୍ଦ କରି ଘରକୁ ଯାଉଛି। ଆଖପାଖ ଦୋକାନ ସବୁ ବନ୍ଦ ହେବାକୁ ଲାଗିଲାଣି। ରାସ୍ତା କଡ଼ରେ ତୁମେ ନିରାପଦ ନୁହେଁ। ବେଞ୍ଚ ଛାଡ଼ି ଦେଇଛି ତୁମ ପାଇଁ। ଯଥାଶୀଘ୍ର ଚିନ୍ତା କର କୁଆଡ଼େ ଯିବ। ଏହା କହି ତା ଆଖି ସାମ୍ନାରୁ ଚାଲି ଚାଲି ଅଦୃଶ୍ୟ ହୋଇଗଲା ପିତୃବୟସର ଶୁଭାକାଂକ୍ଷୀ ଚାହା ଦୋକାନୀ। ଠିକ୍ ତା ପରବର୍ତ୍ତୀ ମୁହୂର୍ତ୍ତରେ ଯେମିତି ଏକ ଚମକ ଖେଳିଗଲା ତା ଭିତରେ। ଏକ ପ୍ରଚଣ୍ଡ ନୀରବତା ଏବଂ ଏକୁଟିଆପଣର ଅନୁଭବରେ ଥରି ଉଠିଲା ତାର ସର୍ବାଙ୍ଗ। ଗାଡ଼ି ମୋଟର ଘୋ ଘୋ ନାଦ ଭିତରେ ବି ଏକ ଖାଁ ଖାଁ ଖେଳିଗଲା ଚାରିଆଡ଼େ। ଘୋଡ଼େଇ ହୋଇଥିବା ଶାଲର କାନିକୁ ମୁହଁ ଉପରକୁ ଟାଣି ଆଣି ଚାପା କଣ୍ଠରେ କଇଁ କଇଁ ହୋଇ କାନ୍ଦି ଉଠିଲା ଅନାଗତ ଭବିଷ୍ୟତର ଆଶଙ୍କାରେ। ତା ଅକ୍ତିଆରରେ ଥିଲେ ସିଏ ଭୋ ଭୋ ହୋଇ କାନ୍ଦି କମ୍ପାଇ ଦେଇଥାନ୍ତା ଏ ମଧ୍ୟରାତ୍ରିରେ କୁହୁଡ଼ିର ଆବରଣ ତଳେ ଶୋଇବାର ଅଭିନୟ ମାତ୍ର କରୁଥିବା ଏ ହେମାଳ ସହରକୁ। କିନ୍ତୁ ଏମିତି ଅନେକ କିଛି ତାର ବସରେ ବାହାରେ ଥିଲା। କୁଆଡ଼େ ଯିବ ସିଏ? ଫେରିଯିବ କି ପୁଣି ସେ ନର୍କକୁ? ନା କୌଣସି ବସ୍ ସାମ୍ନାକୁ ଆସି ମୁକ୍ତିର ବାଟ ଖୋଜିବ? ମାଡ଼ି ଆସୁଥିବା ଅନ୍ଧକାରରେ ବିଲୀନ ହୋଇ ଯାଇପାରନ୍ତା କି ସିଏ? କୋଳାହଳମୟ ବାତାବରଣ ଚତୁର୍ଦିଗରେ ସୃଷ୍ଟି ହେଉଥିଲା ବେଳୁବେଳ। ତା ଚାରିପଟର ପୃଥିବୀ ବେଶ୍ ଚଳପ୍ରଚଳ ଏବଂ କୋଳାହଳମୟ ଲାଗୁଥିଲେ ବି ସେ ତା ନିଜ ଭିତରେ ଯେମିତି ଅଚଳ ଏବଂ ଶୂନ୍ୟ ହୋଇ ପଡ଼ୁଥିଲା। ରଞ୍ଜନଙ୍କ ସହ ତା ଜୀବନ ଦିନକୁ ଦିନ ଯେ ଦୁର୍ବିଷହ ହୋଇ ଉଠୁଛି ତାହା ସିଏ ଉପଲବ୍ଧି କରିସାରିଥିଲା। ଆଉ ସାଲିସ କରିପାରିବନି ସିଏ। କିଛି କରିବାକୁ ହେବ ତାକୁ ଯଥାଶୀଘ୍ର। ରାତି ବଢ଼ୁଛି, ଶଙ୍କା ବଢ଼ୁଛି, ତା ସହ ତାଳ ଦେଇ ବଢ଼ୁଛି ଯିବା ଆସିବା ଗାଡ଼ିମାନଙ୍କରୁ ଉଙ୍କି ମାରୁଥିବା ଲୋଲୁପ ଦୃଷ୍ଟିମାନ। କିନ୍ତୁ କ'ଣ କରିବ ସିଏ? ହଠାତ୍ ବ୍ରେକ୍ କସିଲା ଗୋଟେ ଭ୍ୟାନ୍। ଡୋର୍ ଖୋଲିଗଲା। 3-4 ହଳ ଆଖି ଚମକି ଉଠିଲେ ଅନ୍ଧାର ଭିତରୁ। ଚମକି ପଡ଼ିଲା ସିଏ। ଭୟ ଓ ଆଶଙ୍କାରେ ଝାଳ କଣ୍ଟି ଆସିଲା ଦେହ ସାରା। ତଣ୍ଟି ଅଠା ଅଠା। ଅସମ୍ଭବ ଉତ୍ତେଜନାରେ ଚାରିଆଡ଼କୁ ଚାହିଁ ଅପ୍ରତ୍ୟାଶିତ ଭାବରେ ତା ମୁହଁରୁ ବାହାରିଗଲା ଚିତ୍କାର, ମୋନାଲି, ମୋନାଲି। ଏଥରକ ନରମ ହାତ ମୁଠାଟିଏ ଜାବୁଡ଼ି ଧରିଥିଲା ଶକ୍ତ ହାତଟିକୁ ଏବଂ ଦୁହେଁ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଚାଲିଥିଲେ ଫୁଟପାଥ ଉପରେ। ଚାହା ଦୋକାନୀ ଖାସ୍ ତା ପାଇଁ ଦୋକାନ ବାହାରେ ଛାଡ଼ି ଯାଇଥିବା ବେଞ୍ଚ ନିକଟରେ ପହଞ୍ଚି କହିଲା, ଏଇଠି ବସିବା, ଏବଂ ବ୍ୟାଗରୁ ରୁମାଲ ବାହାର କରି ଝାଳ ପୋଛିଲା ମୁହଁରୁ। ତୁମ ନାଁ କ'ଣ? ଝୁମୁରି। ଆଉ ତୁମ ନାଁ? ଏଇ କିଛି ସମୟ ପୂର୍ବରୁ ତୁମେ ଡାକିଲ ତ? ନା ନା,
सी तो मो प्रिय बांधवीर ना। मनकू आउ कौन नाम हठात आसला नहीं तो तेणु मो वृत्ति रे आमको एकाधिक नाम मिले आउ गोटे जोड़ी हो गले क्षति कौन। ओठरे एक तात्पर्यपूर्ण हर्ष फुटाई उत्तर देला मोनाली। बेंच उपरे पाखापाखि बसिले दुहें रास्ता को मुह करी। दुहींक वर्तमानर भावना रे हुए तो आकाश पाताल तफात, किंतु उभयक दृष्टि दुईहल रास्ता उपर ही स्थिर थिला। किछि मुहूर्तर नीरवता परे मोनाली स्वागतोक्ति कला। तुम एटी कहीं जानीपारे? विडंबना बोली कहीपार। नारीटीर स्वगृह को प्रत्यावर्तनर दृढ़ अनिच्छा बोली कहिले कथाटी हुए तो विश्वासयोग्य हेबनी। निश्चय हेब, सबु घर स्वर्ग नुहे। एक गभीर और दीर्घ निश्वास पकाई मोनाली चाहिला शून्य को। झुमुरी चाहिला मोनाली को। हठात तार बोध है जेमिति मोनालीर उत्कट प्रसाधन स्निग्ध कोमल गोलापी रंगरे परिवर्तित हेउची। उग्र प्रसाधन तलू बयस मापिबा संभवपर हेउनथिले भी पतला गोरा देह, बादामी रंगर केश, गोल मुह, सरु ओठ एवं कजल लगा टणा टणा आखि स्ट्रीट लाइट पड़ी दिशुची अपूर्व। अवश्य पोशाक पारिपेटरू रूपजीवीर छाप स्पष्ट बारी होई पड़ुची। सेतिकी को बाद देले मोनाली को इच्छा न करिवार कौनसी कारण खोजी पाइला नहीं। सी राति बढ़ुची, एटी कौनसी एक होटेल रूम टे नहीं जा। भविष्यतर पंथा संबंध में विचार करिबा पई पर्याप्त समय सह सुरक्षित स्थानटे मध्य मिलिजिव। एटी रास्ता कड़े एमिति केते समय बितेइब? शून्य आड़ू दृष्टि फेराई कहिला मोनाली। हाँ, उपदेश विचार योग्य, किंतु सबु रास्ता नरकर पथ नुहे। यह कही सामान्य हसिबाकु चेष्टा कला झुमुरी। आज राति रे मोनाली होउची ताकु भेटिथिबा द्वितीय शुभाकांक्षी। तुमे एटी ग्राहकर अपेक्षा रे? अप्रत्याशित भाव रे पचारि बसिला झुमुरी, किंतु पर मुहूर्त रे विकल चाहाणी रे चाहिला मोनाली को। तार एभली अप्रासंगिक प्रश्नर जवाब से कौन दे पारे बोली आशंका करी मोनाली किंतु निर्विकार भाव में उत्तर देला, भूल, बरं ग्राहक ये मो अपेक्षा रे। यह कही एक विद्रूपर हस फिंगिला चतुर्पार्श्व को। किछि मुहूर्तर विरति नहीं पुणी कहला, जेकों समय व्हाट्सएप रे मेसेज आसीपारे, तापरे मु चलीजी, किंतु ता पूर्व तुमको एक सुरक्षित स्थान रे पहुँचाई देवी। चल मो सह तुमे मध्य सुरक्षित नुहे, एक कथा तुमर बुझिबा दरकार। झुमुरी एक अविश्वास भरा नरम चाहाणी रे चाहिला सी मोनाली को। आश्चर्य, जो युवतीटी किछि घंटा आगु तापाई एक घृण्य वस्तु थिला, एई मुहूर्त रे से एकदम निजर केमिति पाल्टी गला। एमिति भी संभव ए पृथ्वी रे? विवाह करी एठाकु आसिबार 2 वर्ष भितरे निजर वैवाहिक जीवनर केउ कर्तव्य हेला करिछि से? कौन बा कमी रहिला रंजनक प्रति तार समर्पण भाव रे? सत चेष्टा सत्वे भी से रंजनकर निजर होई पारिला नहीं। अथच मोनाली लुचेई आखि कोणरे जकई आसुथिबा लुह टिकक पोछु पोछु मोनालीर स्वरताकू तार अति निकटरे सुबिला। नारी केबे खुशी रे वृत्ति को आसेनी मो? मु भी आसी नथिली। झुमुरी देखिला मोनालीर मुहरे कारुण्य भर्ती। जानिच झुमुरी, पृथ्वी रे एई ही एकमात्र वृत्ति जेउथिरे नारी पुरुष को निज पाद तले देखे। निजर कामनार पूर्णता पाई नारीर पाद तले निजर सर्वस्व समर्पित देवाको मध्य पश्चातपद हुए नहीं पुरुष। से मनुष्य किपरि श्वान पालटे तार विरल अनुभूति मते कृष्टित वृत्ति को प्रेम करने शिखाइला। एथि सहित एक उष्म श्वास संचरीगला वातावरण को। अतीतर अवशोष किछिटा लाघव हुए। बास, यह कही स्मित हसी फांका दृष्टि चाहिला आकाश को। झुमुरी देखिला मोनालीर मुहरे एक अपूर्व स्निग्धता, चाहाणी रे समाज पाई कठोरता, किंतु ता पाई कोमल आत्मीयता। एक अद्भुत आवेगरे से जाबड़ी धरिला मोनालीर हाथ दुईटी को। ता कांध उपरे हालुका भाव में मथा रखिला। निजकु निजे स्वागतोक्ति कला, आहा मु एबे केते सुरक्षित। राति बढ़िबा सह कुहुड़ी घन हेउतला बेलकु बेल। मुंड उपरे बदान्य चाहा दुकानीर टीण छात खंडे और ता उपरकू विस्तीर्ण आकाश। झुमुरी चारिआडू दृष्टि पहरेला। रास्ता बर्तमान अपेक्षाकृत सुनसान। मोनालीर मोबाइल को व्हाट्सएप आसबार शब्द है। मेसेज थिला रूम नंबर 225।
ହୋଟେଲ ସ୍ୱରାଜ ୱେଟିଂ ୟୁ। ପାଖାପାଖି ହୋଇ ବସିଥିବାରୁ ଝୁମୁରି ମଧ୍ୟ ସେ ମେସେଜ ସ୍ପଷ୍ଟ ଭାବେ ପଢ଼ି ନେଇଥିଲା। ହ୍ୱାଟ୍ସଆପ୍ ଦେଖି ମୋନାଲି କହୁଥିଲା, ଇଏ ମୋର ସବୁଦିନିଆ ଗରାକ, ଅପେକ୍ଷା କରିଛି। ଚାଲ ଝୁମୁରି, ମୁଁ ତୁମକୁ ମୋ ଘରେ ଛାଡ଼ିଦେଇ ହୋଟେଲକୁ ପଳେଇବି। ତୁମେ ଯାଅ ମୋନାଲି, ମୁଁ ଏଇଠି ଅଛି। ଯଥାସମ୍ଭବ ନିଜକୁ ଦୃଢ଼ ଏବଂ ସହଜ କରିବାକୁ ଚେଷ୍ଟା କରି କହିଲା, କେତେ ସମୟ ଲାଗିବ? ମୁଁ ଜାଣେ ତାକୁ, ମୋର ପୁରୁଣା ଗ୍ରାହକ, ବେଶୀ ସମୟ ଲାଗିବନି ମ। ବିନା ପ୍ରତିକ୍ରିୟାରେ ଉତ୍ତର ଦେଲା ମୋନାଲି। ଠିକ୍ ଅଛି ତେବେ, ଏଇଠି ହିଁ ଅପେକ୍ଷା କରିଥିବ, ମୁଁ ଖୁବ୍ ଶୀଘ୍ର ଫେରିବି। ଏହା କହି ମଥାରେ ଚିନ୍ତାର ବୋଝଟିଏ ଲଦି ଆଗକୁ ପାଦ ବଢ଼ାଇଲା ମୋନାଲି। 2 ପାଦ ଯାଇ ହଠାତ୍ ଅଟକିଗଲା। ପଛକୁ ଚାହିଁଲା ଆଶ୍ଚର୍ଯ୍ୟରେ। ଅପ୍ରତ୍ୟାଶିତ ଭାବରେ ତାର ଗୋଟିଏ ହାତ ପାପୁଲିକୁ ଟାଣି ଧରି ଛିଡ଼ା ହୋଇଥିଲା ଝୁମୁରି। ନା ମୋନାଲି, ଆଜି ଆଉ ତୁମେ ନୁହେଁ। ମାନେ? ଅତିଶୟ ବିସ୍ମୟର ଭାବ ଖେଳିଗଲା ମୋନାଲିର ମୁଖମଣ୍ଡଳରେ। ମାନେ ତୁମ ସ୍ଥାନରେ ଯଦି ମୁଁ ଯାଏ ହୋଟେଲ ରୁମ୍ ନମ୍ବର 225? ମତିଭ୍ରମ ହେଲାଣି ତମର? ହୋସରେ ଅଛ ତ? ଜାଣିପାରୁଛ କ'ଣ କହୁଛ ତୁମେ? ଏହା କୌଣସି ପରିହାସର ସମୟ କିମ୍ବା ବିଷୟ ନୁହେଁ। ସ୍ୱର କଠୋର ହୋଇ ଉଠିଲା ମୋନାଲିର। ଝୁମୁରିର ଆକସ୍ମିକ ପ୍ରସ୍ତାବ ଶୁଣି ବିବ୍ରତ ହୋଇ ପଡ଼ିଲା ସିଏ। ଶାନ୍ତ ସ୍ୱରରେ ପ୍ରଶ୍ନ ଫେରାଇଲା ଝୁମୁରି। କ୍ଷତି କ'ଣ? ଅସମ୍ଭବ ବିରକ୍ତି ଭାବ ଫୁଟି ଉଠିଲା ଏଥର ମୋନାଲି ମୁହଁରେ। ପାଗଳୀଙ୍କ ଭଳି କଥାବାର୍ତ୍ତା କରନି, ଉଚ୍ଚ ସ୍ୱରରେ ତାଗିଦ କଲା ମୋନାଲି। ଏହି କିଛି ମୁହୂର୍ତ୍ତ ଭିତରେ ଯେମିତି ଝୁମୁରିର କେହି ଜଣେ ବୟସ୍କା ଗୁରୁଜନରେ ରୂପାନ୍ତରିତ ହୋଇଯାଇଥିଲା ସିଏ। ଥରେ ପରଖିବାକୁ ଚାହେଁ ତୁମ ଦୁନିଆକୁ ନିକଟରୁ। ମୁହଁରେ ସହଜ ଭାବ ଫୁଟାଇବାକୁ ଚେଷ୍ଟା କଲା ଝୁମୁରି। ଏଥର କ୍ରୋଧରେ ଧୈର୍ଯ୍ୟହରା ହୋଇ ଉଠିଲା ମୋନାଲି। ତାର 2 କାନ୍ଧକୁ ଜୋରରେ ହଲାଇ ଦେଇ କହିଲା, କ'ଣ ଜାଣିଛ ତୁମେ ଆମ ଦୁନିଆ ବିଷୟରେ? ଯେକୌଣସି ମୁହୂର୍ତ୍ତରେ ସେଠି କିଛି ବି ଅଘଟଣ ଘଟିଯାଇପାରେ ତୁମ ସହ। ମିନିଟିଏ ବି ଲାଗିବନି ଜୀବନର ଗତିପଥ ବଦଳିବାକୁ। ହୁଏତ ତୁମେ ସହ। କହୁ କହୁ ନିଜକୁ ରୋକିନେଲା। ଆଖିରୁ ତାର ଲୁତକ ସହ ଅଗ୍ନି ବର୍ଷୁଥିଲା। ଜୋର ଶବ୍ଦରେ ହସିଲା ଝୁମୁରି। ସେ ହସର ତେଜ ଅସହ୍ୟ ଥିଲା ମୋନାଲି ପାଇଁ। ବିସ୍ମୟଚକିତ ନୟନ ଫାଡ଼ି ସେ ଚାହିଁ ରହିଲା ଝୁମୁରି ଆଡ଼କୁ। ଝୁମୁରି ଦିଶୁଥିଲା ରହସ୍ୟମୟୀ। ଏଥର ହସ ବନ୍ଦ କଲା ଝୁମୁରି। ମୁଖମଣ୍ଡଳରୁ ତାର ପୁଣି ଫେରିଆସିଲା ସୁକୋମଳ ନିରୀହପଣ। ହୁଏତ କ'ଣ ମୋନାଲି? ହୁଏତ ମୋ ସହ ବଳାତ୍କାର ପରି ଜଘନ୍ୟ ଘଟଣା ଘଟିପାରେ। ନିଃଶାଦ୍ଦରେ ମଦ୍ୟପ ସ୍ୱାମୀ ଯେତେବେଳେ ଘରକୁ ଫେରି ଅର୍ଦ୍ଧେକ୍ୟ ରାତି ବିତାଇ ଆସିଥିବା ପରନାରୀ ସହ ସମ୍ଭୋଗର ତୁଳନା ଅତି ନିର୍ଲଜ୍ଜ ଭାବରେ ନିଜ ସ୍ତ୍ରୀ ସହ କରେ, ସେ ଘଟଣାକୁ ତୁମେ କେଉଁ ନାମ ଦେବ? ବିଗତ ରାତିର ସେଜସାରା କ୍ଷତାକ୍ତ ହୋଇ ପଡ଼ିଥିବା ଦେହକୁ ବଡ଼ି ଭୋରରୁ ଗୋଟାଇ ସଜାଡ଼ି ଗାଧୋଇ ପାଧୋଇ ମୁଣ୍ଡ ସୁନ୍ତାଣୀରେ ନାଲି ସିନ୍ଦୁର ଗାର ପକାଇ ଠାକୁରଙ୍କୁ ମୁଣ୍ଡିଆ ମାରିବା ଏବଂ ଅଫିସରେ ପହଞ୍ଚି ଗୁଡ୍ ମର୍ଣ୍ଣିଂ, ହାଉ ଆର୍ ୟୁ? ଏହାର ଜବାବ ଦାନ୍ତ ନେପଡ଼ି ଆଖି ନଚାଇ ଆଇ ଆମ୍ ଆବସଲ୍ୟୁଟଲି ଫାଇନ୍ ବୋଲି ମନ୍ତବ୍ୟ ଦେବାକୁ ତୁମେ କ'ଣ କହିବ ମୋନାଲି? ଅଛି କିଛି ଶବ୍ଦ ତୁମ ଭାଷାକୋଷରେ? ନା ଏ ପୃଥିବୀର କୌଣସି ଅଭିଧାନରେ? ଏ ଶାରୀରିକ ଓ ମାନସିକ ଅତ୍ୟାଚାରର କ'ଣ ନାଁ ଦେବ ତୁମେ? ଏସବୁ ଘଟଣା କ'ଣ ବଳାତ୍କାରଠାରୁ ଛୋଟ? ପ୍ରଭେଦ କେବଳ ଏତିକି ଯେ ମୋ ପାଇଁ ପୁରୁଷ ଏକ, ତୁମ ପାଇଁ ଅନେକ। କୁହ ମୋନାଲି, ଚୁପ୍ ରହିଲ କାହିଁକି? କୁହ। ମୋନାଲି ଆଖିରୁ ଅବିରତ ଲୁହ ବୋହି ଚାଲିଥିଲା। ପଥର ପାଲଟି ଛିଡ଼ା ହୋଇ ରହିଥିଲା ସେ ନିର୍ବିକାର ମୁଦ୍ରାରେ। ଝୁମୁରି ତାକୁ ହାତ ଧରି ବସେଇଦେଲା ବେଞ୍ଚ ଉପରେ। 2 ହାତରେ ତାର ମୁହଁକୁ ତୋଳି ଧରି କହିଲା, ମୁଁ କଥା ଦେଉଛି ମୋନାଲି, ଫେରିବି। ମୁଁ ତୁମ ପାଖକୁ ଏ ରାତି ପାଇବା ପୂର୍ବରୁ। ଏଇଟାରେ ହିଁ ଅପେକ୍ଷା କରିଥିବ ମୋତେ। ମୋନାଲିର ଶକ୍ତ ହାତ ମୁଠାରୁ ନିଜ ପାପୁଲିକୁ ଖସାଇବାକୁ ଚେଷ୍ଟା କରୁ କରୁ ପୁଣି କହିଲା, ମୋତେ ଯିବାକୁ ଦିଅ ପ୍ଲିଜ୍। ତୁମେ ହିଁ ତ କହିଛ ତୁମର ପୁରୁଣା ଚିହ୍ନା ଗ୍ରାହକ, ବେଶୀ ସମୟ ଲାଗିବନି ବୋଲି। ହାତ ଚଢ଼ାଇ ଝଡ଼ ବେଗରେ ରାସ୍ତା ଉପରକୁ ଉଠିଗଲା ଝୁମୁରି। ହାତ ଘଣ୍ଟା ଦେଖାଉଥିଲା ସମୟ ରାତି 12:30। ସାମ୍ନାରେ ତାର ଘନ କୁହୁଡ଼ିର ନଈ ସେପାରିରେ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା ମୋନାଲିର ଫୋନରେ ଦେଖିଥିବା ଲୋକଟିର ଚେହେରା। ଏଥର ବେଗ ବଢ଼ାଇଲା ଝୁମୁରି। বন্ধুগণ আশা করছু আপনার এই কাহিনীটি নিশ্চয় পছন্দ আসিথিব। কাহিনীটি পছন্দ আসিলে আমার এই চ্যানেলকে লাইক এবং শেয়ার করে দিয়ন্তু। হ্যাঁ, যদি আমার এই চ্যানেলকে নূয়া করি আসিছন্তি চ্যানেলটিকে সাবস্ক্রাইব করিবা সঙ্গে সঙ্গে বেল আইকনକୁ দবাই অল বটনটিକୁ চিপি দিয়ন্তু। যেতেবেলে বি এইভଳି ভিডিও ଆମ ଚ୍ୟାନେଲରେ ଆସିବ ସର୍ବପ୍ରଥମେ ଆପଣମାନଙ୍କ ପାଖକୁ ନୋଟିଫିକେସନ ଯିବ। ପୁଣି ଦେଖା ହେବ ଆଗାମୀ ଭିଡିଓରେ ଆଉ ଏକ ନୂଆ କାହାଣୀକୁ ନେଇ। ସେତେବେଳେ ପର୍ଯ୍ୟନ୍ତ ରହୁଛୁ। ଜୟ ଜଗନ୍ନାଥ।